ଚାରି କାନ୍ଧର ସମ୍ପର୍କ। ଆସନ୍ତୁ ପଢ଼ିବା। ମଣିଷ ଜୀବନ ହେଉଛି ଏକ ବିଚିତ୍ର ରଙ୍ଗମଞ୍ଚ, ଯେଉଁଠି ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସେ ଅହରହ ଅଭିନୟ କରି ଚାଲେ। ତା'ର ଅଭିନୟ କେତେବେଳେ ସଫଳତା ପାଇଁ ତ କେତେବେଳେ ସମ୍ପତ୍ତି ସମ୍ମାନ ପାଇଁ। ଜୀବନର ପ୍ରଥମାର୍ଦ୍ଧରେ ସେ ଶିକ୍ଷା ଓ ପ୍ରତିଷ୍ଠା ପଛରେ ଗୋଡ଼ାଇ ଦ୍ୱିତୀୟାର୍ଦ୍ଧର ଅର୍ଥ ସଞ୍ଚୟର ମୋହରେ ନିଜକୁ ଏତେ ବାନ୍ଧି ଦିଏ ଯେ ସେ ଭୁଲିଯାଏ ଜୀବନର ଅନ୍ତିମ ସ୍ଥାନ ହେଉଛି ମଶାଣି। ଆଉ ମଶାଣି ଯିବା ପାଇଁ ତା'ର ଲୋଡ଼ା ପଡ଼ିବ ଚାରି କାନ୍ଧ। କିଛି ମାସ ତଳେ ଘଟିଥିବା ଏକ ଘଟଣାକୁ ମୁଁ ଯେତେଥର ମନେ ପକାଏ, ମୋ ଛାତି ଭିତରଟା କାହିଁକି ମନ୍ଥି ହୋଇଯିବା ପରି ମନେ ହୁଏ। ଜଣେ ଭଦ୍ରବ୍ୟକ୍ତି ପୈତୃକ ଗାଁ ଜଗତସିଂହପୁରରେ ନ ରହି ଭୁବନେଶ୍ୱରରେ ଦୀର୍ଘ ବର୍ଷ ଧରି ରହି ଆସୁଛନ୍ତି। ଯଦିଓ ଗାଁରେ ତାଙ୍କ ପରିବାରର ବେଶ୍ ପରିଚିତ ଥିଲା, ମାତ୍ର ଗାଁରେ ସହର ପରି ସୁବିଧା ସୁଯୋଗ ଉପଲବ୍ଧ ନଥିବାରୁ ସେ ଓ ତାଙ୍କ ପରିବାର ଗାଁରୁ ମୁହଁ ଫେରାଇ ସହରରେ ସ୍ଥାୟୀ ଭାବେ ରହୁଛନ୍ତି। ଗାଁର ସାଇ ଭାଇଙ୍କ ସହ ଦୀର୍ଘ ବର୍ଷ ଧରି ସମ୍ପର୍କ ନ ରହିବାରୁ ସେମାନେ ମଧ୍ୟ ଧୀରେ ଧୀରେ ଭଦ୍ରଲୋକଙ୍କ ପରିବାରକୁ ଆବଶ୍ୟକ ବେଳେ ଲୋଡ଼ିଲେ ନାହିଁ। ହଠାତ୍ ସେ ଭଦ୍ରବ୍ୟକ୍ତିଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଗଲା। ମାତ୍ର ଏହା ପରେ ଯେଉଁ ପରିସ୍ଥିତି ସୃଷ୍ଟି ହେଲା, ତାହା ଅତ୍ୟନ୍ତ ପରିତାପର କଥା। ମଶାଣିକି ନେଇଯିବା ପାଇଁ ତାଙ୍କ ପତ୍ନୀଙ୍କୁ ଶବକୁ ଚାରିଟି କାନ୍ଧ ମିଳିଲାନି। ଅନେକ ସମୟ ଅପେକ୍ଷା ପରେ ଭଦ୍ରବ୍ୟକ୍ତି ଭାବିଲେ ନିଜେ ଗୋଟିଏ କାନ୍ଧ ଦେବେ, ତାଙ୍କ ସାନ ଭାଇ ଶଳା ମିଶି ଆଉ ଦୁଇଟି କାନ୍ଧ ଦେବେ। ମାତ୍ର ଚତୁର୍ଥ କାନ୍ଧଟି କେଉଁଠୁ ଯୋଗାଡ଼ କରିବେ? ଶେଷରେ ଉପାସ ନୁହେଁ ତାଙ୍କୁ ସେହି ଗାଡ଼ି ଚାଳକଙ୍କୁ ଅନୁରୋଧ କରିବାକୁ ପଡ଼ିଲା, ଯିଏ ହସ୍ପିଟାଲରୁ ଶବ ବୋହି ଆଣିଥିଲେ। ସେହି ଡ୍ରାଇଭର ଜଣକ କାନ୍ଧ ଦେବା ପରେ ଯାଇ ତାଙ୍କ ପତ୍ନୀଙ୍କ ଶେଷ ଯାତ୍ରା ସମାପ୍ତ ହେଲା। ଏହି ଘଟଣାଟି ପ୍ରମାଣ କରେ ଯେ ଆମେ ଯେଉଁ ପରିମାଣରେ ଟଙ୍କା ସଞ୍ଚୟ କରୁଛୁ, ସେହି ପରିମାଣରେ ସମ୍ପର୍କ ସଞ୍ଚୟ କରୁନାହୁଁ। ଆମେ ଟଙ୍କା ସଞ୍ଚୟ କରୁଛୁ, ତାହା ଖର୍ଚ୍ଚ ହେଲେ ପରବାଏ ନାହିଁ, ହେଲେ ବିନା ସଞ୍ଚୟରେ ଆମେ ସମ୍ପର୍କ ଖର୍ଚ୍ଚ କରିଚାଲିଛୁ। ଶେଷକୁ ଏମିତି ସମୟ ଆସିବ, ଆମ ସମ୍ପର୍କର ମୁଣି ଖାଲି ପଡ଼ିଥିବ ଏବଂ ଏମିତି କିଛି କାନ୍ଧ ବଳକା ରହିଯାଇଥିବ। ଯେଉଁ ବ୍ୟକ୍ତି ସାରା ଜୀବନ ସମ୍ପର୍କକୁ ସଙ୍କୁଚିତ କରି ଅର୍ଥ ସଞ୍ଚୟରେ ଲାଗିପଡ଼େ, ତାକୁ ଶ୍ମଶାନରେ କାନ୍ଧ ଦେବା ପାଇଁ ଏମିତି ହିଁ ଆତ୍ମୀୟ ମିଳିବା କଷ୍ଟକର ହୋଇପଡ଼େ। ଦିନକୁ ଦିନ ଆମେ ସମ୍ପର୍କକୁ ଏକ ପ୍ରକାର ଖର୍ଚ୍ଚ ବୋଲି ଭାବିବା ଆରମ୍ଭ କଲେଣି। ଆମର ଧାରଣା ଯେ ଅଧିକ ଲୋକଙ୍କ ସହ ସମ୍ପର୍କ ରଖିଲେ ଆମର ସମ୍ପତ୍ତି କିମ୍ବା ଶାନ୍ତି ନଷ୍ଟ ହେବ। କିଏ କାଳେ ସାହାଯ୍ୟ ମାଗିବ କିମ୍ବା କାହାର ଦୁଃଖରେ ଆମକୁ ଭାଗୀଦାରୀ ହେବାକୁ ପଡ଼ିବ, ସେହି ଭୟରେ ଆମେ ନିଜକୁ ଗୋଟିଏ କୃତ୍ରିମ କାନ୍ଥ ଭିତରେ ବନ୍ଦୀ କରିଦେଇଛୁ। ମାତ୍ର ସମ୍ପର୍କ ହେଉଛି ଏକ ଏମିତି ପୁଞ୍ଜି, ଯାହା ବିପଦ ସମୟରେ ସୁଧ ସହିତ ଫେରସ୍ତ ମିଳିଥାଏ। ଟଙ୍କା ସଞ୍ଚୟ ହେଲେ ଖର୍ଚ୍ଚ ହୋଇଯାଏ, କିନ୍ତୁ ସମ୍ପର୍କ ଯଦି ଥରେ ହଜିଯାଏ, ତାକୁ କୋଟି କୋଟି ଟଙ୍କା ଦେଇ ମଧ୍ୟ ଫେରାଇ ଆଣିବା ସମ୍ଭବପର ହୋଇନଥାଏ। ଭଗବତ ଗୀତାରେ କୁହାଯାଇଛି ଯେ ଯେଉଁ ବ୍ୟକ୍ତି ସମସ୍ତ ପ୍ରାଣୀକୁ ନିଜ ପରି ମଣେ ଏବଂ ସମସ୍ତଙ୍କ ସୁଖ ଦୁଃଖରେ ସମଭାବ ରଖେ, ସେ ହିଁ ପ୍ରକୃତ ମଣିଷ। ସୁଦାମା ଓ ଶ୍ରୀକୃଷ୍ଣଙ୍କ ବନ୍ଧୁତ୍ୱ କିମ୍ବା ମହାପ୍ରଭୁ ଜଗନ୍ନାଥ ଭକ୍ତ ଶାଲବଙ୍କ ପ୍ରତି ପ୍ରେମ ପ୍ରମାଣ କରେ ଯେ ସମ୍ପର୍କ କେବେ ବି ଆନୁଷ୍ଠାନିକ ନୁହେଁ, ଏହା ହୃଦୟର ସମର୍ପଣ। କିନ୍ତୁ ଆଜିର ଚାରି କାନ୍ଧର ବାସ୍ତବତା ଶିଖାଉଛି ଯେ ଯଦି ଆମେ ବଞ୍ଚିଥିବା ସମୟରେ କାହାର କାନ୍ଧ ହୋଇପାରିବା ନାହିଁ, ତେବେ ଆମ ଶେଷ ଯାତ୍ରାରେ ଅନ୍ୟର କାନ୍ଧ ଆଶା କରିବା ବୃଥା। ଜୀବନର ଗତିପଥରେ ଆମେ ଯେତେବେଳେ ସଫଳତାର ଶିଖରରେ ଥାଉ, ସେତେବେଳେ ଆମ ଆଖପାଖରେ ବହୁତ ଲୋକ ଥାନ୍ତି, କିନ୍ତୁ ସେମାନେ ଅନେକ ସମୟରେ ସ୍ୱାର୍ଥର ବନ୍ଧନରେ ବାନ୍ଧି ହୋଇଥାନ୍ତି। ପ୍ରକୃତ ସମ୍ପର୍କର ସଞ୍ଚୟ ସେତିକିବେଳେ ଜଣାପଡ଼େ, ଯେତେବେଳେ ଜଣେ ବ୍ୟକ୍ତି ନିଃସ୍ୱାର୍ଥପର ଭାବେ ଅନ୍ୟର ଦୁଃଖରେ ଛିଡ଼ା ହୁଏ। ଶବକୁ କାନ୍ଧ ଦେଇଥିବା ଅଜଣା ଡ୍ରାଇଭର ଜଣକ ହୁଏତ ସେହି ଭଦ୍ରବ୍ୟକ୍ତିଙ୍କ ଠାରୁ ଗରିବ ହୋଇପାରନ୍ତି, କିନ୍ତୁ ସେହି ମୁହୂର୍ତ୍ତରେ ସେ ଜଣେ ବଡ଼ ମଣିଷ ହେବା ଭାବେ ଛିଡ଼ା ହୋଇଥିଲେ। ଆଧୁନିକତାର ଚାକଚକ୍ୟରେ ଆମେ ପଡ଼ୋଶୀ ସଂସ୍କୃତିକୁ ଭୁଲି ଗୋଟିଏ କୃତ୍ରିମ ବେଷ୍ଟନୀରେ ନିଜକୁ ଆବଦ୍ଧ କରି ସାରିଲେଣି। ଆଜି ଡୁପ୍ଲେକ୍ସ ଆପାର୍ଟମେଣ୍ଟ ଭିତରେ ପାଖ ଘରେ କିଏ ରହୁଛି କିମ୍ବା କାହା ଘରେ କି ବିପଦ ପଡ଼ିଛି, ତାହା ଜାଣିବାକୁ କାହା ପାଖରେ ସମୟ ନାହିଁ। ଆମେ ସାମାଜିକ ଗଣମାଧ୍ୟମରେ ହଜାର ହଜାର ଲାଇକ୍ ଏବଂ ଫଲୋଅର୍ସ ପାଇଁ ଆତ୍ମସନ୍ତୁଷ୍ଟ ଲାଭ କରୁଛୁ ସତ, କିନ୍ତୁ ବାସ୍ତବ ଜୀବନର ଶୂନ୍ୟତାକୁ ଦେଖିପାରୁନାହୁଁ। ଭର୍ଚୁଆଲ ଦୁନିଆରେ ସେ କୋଟି କୋଟି ଶୁଭେଚ୍ଛା ମଶାଣି ପଥର ଯାତ୍ରୀ ହୋଇପାରିବେ ନାହିଁ। ସୁଖରେ ସମସ୍ତେ ଭାଗିଦାର ହୁଅନ୍ତି, ମାତ୍ର ଦୁଃଖରେ ଯିଏ ବିନା ସ୍ୱାର୍ଥରେ ପାଖରେ ଛିଡ଼ା ହୁଏ, ସେ ହିଁ ପ୍ରକୃତ ସମ୍ପର୍କୀୟ। ଆମେ ଯଦି ନିଜର ବ୍ୟକ୍ତିଗତ ସ୍ୱାର୍ଥ ଓ ଅହଙ୍କାରର ବେଷ୍ଟନୀକୁ ଭାଙ୍ଗି ସମାଜ ସହ ନିଜକୁ ନ ଯୋଡ଼ିବା, ତେବେ ଆଗାମୀ ଦିନରେ ଏହି ଚାରି କାନ୍ଧର ସଙ୍କଟ ପ୍ରତ୍ୟେକ ସ୍ୱାର୍ଥପର ମଣିଷ ଦ୍ୱାର ଦେଶରେ ଆସି ପହଞ୍ଚିଯିବ। ଆମେ ଦିନରାତି ଯେଉଁ ଟଙ୍କା ପଛରେ ଦୌଡ଼ୁଛୁ, ସେଇଟା କେବଳ ବଞ୍ଚିଥିବା ପର୍ଯ୍ୟନ୍ତ ଆମ କାମରେ ଆସିବ। ମଶାଣି ଜୁଇରେ ଶୋଇବା ବେଳେ ସେଇ ଗଦା ଗଦା ଟଙ୍କା ଆମକୁ କାନ୍ଧ ଦେବା ପାଇଁ ଆସିବନି କି କାହାର ମନ ଜିଣି ପାରିବନି। ସେଦିନ କାମରେ ଆସିବ କେବଳ ଆମେ ଅର୍ଜନ କରିଥିବା ମଣିଷ
ଯଦି ଆଜି ଆମେ କାହା ପାଇଁ ହାତ ବଢ଼ାଇବା ନାହିଁ, ତେବେ କାଲି ଆମ ଶେଷ ଶଯ୍ୟା ପାଖରେ କାହାର ପାଦ ଶବ୍ଦ ଶୁଭିବ ନାହିଁ। ଜୀବନ ଏମିତି ଜିଅନ୍ତୁ ଯେମିତି ମଲାବେଳକୁ କାନ୍ଦ ଖୋଜିବାକୁ ପଡ଼ିବନି, ବରଂ ଲୋକେ ଆପେ ଆପେ ଆସିବେ। ଟଙ୍କା ସଞ୍ଚୟ କରନ୍ତୁ, କିନ୍ତୁ ମଣିଷକୁ ହରାଇ ନୁହେଁ, କାରଣ ଶେଷରେ ସାଥିରେ କେହି ଯାଆନ୍ତିନି, କେବଳ ରହିଯାଏ କେଇ ପଦ ଭଲ କଥା ଆଉ କେତେଜଣଙ୍କ ଆଖିର ଲୁହ।